ପିଲାମାନେ ବଡ଼ ହେଲା ପରେ ପିଲାମାନଙ୍କୁ ଫ୍ରେଣ୍ଡ ହିସାବରେ ଟ୍ରିଟମେଣ୍ଟ କରିବାଟା ଭଲ। ନାତୁ ମୁଁ ଶୁଣିଲି ତୁ ଗୋଟେ କ'ଣ କାରଖାନା ଗୋଟେ କ'ଣ ଏମିତି ନାଁ ଦେଇଛୁ କ'ଣ କଥା ଏଇଟା କ'ଣ ମୁଁ ବୁଝିପାରିଲିନି। ସେଟା ମୋତେ ବୁଝେଇଛି ନାହିଁ ଅଜା କାରରେ ଯେଉଁ ଖାଇବାକୁ ନେଇକି ଯାଉଛି ସେଟା ଲୋକଙ୍କୁ ଦଉଛି ତେଣୁ ତା ନାଁ ମୁଁ କାରଖାନା ଦେଲି। ବର୍ତ୍ତମାନ ଭିଡ଼ିଓ ଭାଇରାଲ୍ ହେଉଛି ଆପଣ ଯେଉଁ କାରଖାନା ଗାଡ଼ି ନେଇକି ଖାଦ୍ୟ ଦେଉଥିଲା ତ ଆପଣ ସେଠି ପରିଚୟ ଥିଲେ ଆପଣ ଶ୍ୱଶୁର ବୋଲି ପରିଚୟ ଦେଇଥିଲେ ସେଠି ଯେ ମୁଁ ତାଙ୍କର ଶ୍ୱଶୁର ହିସାବରେ ହେବି ବାପା ହିସାବରେ ଅଛି ତ କାରଖାନା ଖାଇବା ତ ଦେଉଥିଲେ ଆପଣ ବି ଯାଇଛନ୍ତି ଖାଇବା ଦେବା ପାଇଁ କାହିଁକି ହଠାତ୍ ବନ୍ଦ ହେଲା? ବାପା BMC ସାଇଟ୍ରୁ ବନ୍ଦ କରାହେଲା ତାଙ୍କର କ'ଣ ପରମିସନ୍ ଗଭର୍ଣ୍ଣମେଣ୍ଟର କ'ଣ କ୍ରାଇଟେରିଆ ଅଛି ଆମେ କେଉଁଠି ବିକିବା କ'ଣ କରିବା ସେଇ ଜିନିଷ ପାଇଁ ବନ୍ଦ ହେଇଛି। ସେଗୁଡ଼ାକ ସବୁ ହେଲାଠୁ ପୁଣି ଲାଇନ୍ ବନ୍ଦ ଚାଲିବ। ଯେଉଁ ଦୁଇ ମ୍ୟାଡ଼ାମ୍ ଯେଉଁ ଖାଇବା ଦେଉଥିଲେ ତାଙ୍କର ରହୁଛନ୍ତି ଏଇଠି? ହଁ ସେ ମୋର ପଡ଼ୋଶୀ। କେତେ ବର୍ଷ ହେଲେ ରହିଲେନି ଏଠି? ସେ ବର୍ଷେ ହେଇନି ଗୋଟେ ବର୍ଷ ନାଇଁ ବର୍ଷେ ଭିତରେ ଆସିଛନ୍ତି। ତାଙ୍କ ସ୍ୱାମୀକୁ ଆପଣ ଚିହ୍ନିଛନ୍ତି ଭଲରେ? ହଁ ସବୁ ଆମେ ପଡ଼ିଶା ଘର ହେଇକି ରହିଲୁଣି ମାନେ ସବୁ ଚିହ୍ନା ପଡ଼ିଶା। ରୋଷେଇ ଏଇଠି କରନ୍ତି? ରୋଷେଇ ଏଇଠି? ହଁ ସେ ଗୋଟେ ସେପଟେ ଘର ନେଇଛନ୍ତି ସେଠି ରୋଷେଇ ହେଉଛି। ଆପଣ ତା ଖାଇବା ଖାଇଛନ୍ତି? ଖାଦ୍ୟ ଖାଇଛନ୍ତି? ତାର ସବୁ ଆଇଟମ୍ ଗୁଡ଼ିକ ବାପା ମୋତେ ଭଲ ଲାଗେ। ସେ ଚାହା କରିଦିଏ ରଖିତ ମଉସା ଟିକେ ଟେଷ୍ଟ କର ମଉସା ପାଇଁ ଆଗ ଆସିବ। ଯେତେବେଳେ ରୋଷେଇ କରନ୍ତି ଆଉ ସେ ଆପଣଙ୍କୁ ଟେଷ୍ଟ କରିବା ପାଇଁ ଦିଅନ୍ତି କେବେ ଏ ଟେଷ୍ଟ ମଉସା ଆଗେ ଟେଷ୍ଟ କର? ସେମିତି ସବୁଦିନେ ତ ବାପା ହେଇପାରୁନି କିନ୍ତୁ ଯେଉଁଦିନ ଦେଉଛି ସବୁଦିନ ଆଉ ସମ୍ଭବ ନୁହଁ ସେ ଆପଣଙ୍କର ବର୍ତ୍ତମାନ ବୟସ କେତେ ହେଲାଣି? 65। କ'ଣ କରନ୍ତି ଆପଣ? ବର୍ତ୍ତମାନ ଘରେ ବସିଛି ଆଉ କ'ଣ କରିବା ଏମିତି ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ୍ଟେ ପୁଅ କରିଛି ସେଥିରେ କମେଡ଼ି ରୋଲ୍ ଟିକେ କରେ। ଆଜିକାଲି ଯୁଗରେ ଲୋକ ବାପ ପୁଅ ଖାପ ଖାଉନାହିଁ। ବାପ ପୁଅର ଖାପ ନାହିଁ। ପୁଅ କ'ଣ କାମ କରେ ବାପ ପଚାରେନି ବାପ କ'ଣ କାମ କରନ୍ତି କିନ୍ତୁ ଆଜି ଯୁଗରେ ଆପଣ ନିଜ ପୁଅ ସାଙ୍ଗରେ ଆପଣ ଗୋଟେ କମେଡ଼ିଆନ୍ ରୋଲ୍ କରୁଛନ୍ତି ଗୋଟେ ନିଜ ପ୍ରୟାସ ଦୁଇ ଜଣ ମିଶିକି କଣ୍ଟେଣ୍ଟ ତିଆରି ଇଏ ତିଆରି କରୁଛନ୍ତି କେତେ ସୁନ୍ଦର ଲାଗୁଛି ଆପଣଙ୍କୁ? ମୋତେ ନିଜକୁ ବହୁତ ଆତ୍ମଶାନ୍ତି ଲାଗେ ବାପା। ଗୋଟେ ପିଲାମାନେ ବାପା କି ପଚାରୁଛୁ ନ ପଚାରୁଛୁ କ'ଣ ମୋ ପିଲାମାନେ ମୋ ପୁଅ ଇଞ୍ଜିନିୟରିଂ ପଢ଼ିଲା ଦିନଠୁ ସେ ମୋର ସାଙ୍ଗ ବାପା ପୁଅ ଏମିତି କଥା ହେଉଛନ୍ତି ସାଙ୍ଗ ହେଇକି ତେଣୁ ନିଜକୁ ଗୋଟେ ଖୁସି। ବାପା ପିଲାମାନେ ବଡ଼ ହେଲା ପରେ ପିଲାମାନଙ୍କୁ ଫ୍ରେଣ୍ଡ ହିସାବରେ ଟ୍ରିଟମେଣ୍ଟ କରିବାଟା ଭଲ। ଫ୍ରେଣ୍ଡ ହିସାବରେ ଆପଣ ଜାଣିତେ ଲାଙ୍ଗୁଏଜ୍ ଆମେ କଥା ହେବା ସେଟା ନୁହଁ ଓପନ୍ କଥା ଘରେ କ'ଣ ପ୍ରୋବ୍ଲେମ୍ କେତେବେଳେ ଥିବ କେତେବେଳେ ତାଙ୍କ ପାଠପଢ଼ା ହେଉ କି କିଏ ଚାକିରି କରିବ ଏଇଟା ସବୁ ନିଜ ଭିତରେ କଥା ହେଲେ ଭାରି ଭଲ ଲାଗେ। ଯେତେବେଳେ ପୁଅ ଇଞ୍ଜିନିୟର ଅଛନ୍ତି ୟୁଟ୍ୟୁବ୍ ଚ୍ୟାନେଲ୍ କଲେ ଆପଣ ପଚାରିଥିଲେ? ହଁ ବାପା ମୁଁ ଗୋଟେ ଏମିତି ଭାବୁଛି କରିବାକୁ କ'ଣ କହୁଛ ମୁଁ ବି ବଢ଼ିଆ ହେବା। ଆଜିକାଲି ତ ସଂସାର ହେଇଗଲା ୟୁଟ୍ୟୁବ୍ ସଂସାର କିଛି ନହେଲେ ମୁଁ ତାକୁ ଗୋଟେ କହିଲି ମଜାରେ ଆରେ ଆମେ ନୂଆକରି ଖୋଲିବା ବହୁତ ବଡ଼ ବଡ଼ ଚ୍ୟାନେଲ୍ ଅଛନ୍ତି ଆମକୁ କିଏ ପଚାରୁଛି କିଛି ନହେଲେ କିଏ 5 ଜଣ ତ ଆମ ମୁହଁଟା ଦେଖିବେ ଓଡ଼ିଶା ଭିତରେ। ଚ୍ୟାନେଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ନାଁ ଦିଅନ୍ତି କିଏ ତା ବାପା ମା' ନାଁ କରନ୍ତି କିଏ ତା ସ୍ତ୍ରୀ ନାଁ ରଖନ୍ତି କିଏ ତା ପୁଅ ନାଁ ରଖନ୍ତି କିଏ ଠାକୁରଙ୍କ ନାଁ ରଖନ୍ତି ଆପଣ କ'ଣ ନାଁ ଦେଇଛନ୍ତି? ଆମେ ନାଁ ଦେଇଛୁ ମୁଁ କମେଡ଼ିଆନ୍। ମେନ୍ ଭିଲିଆନ୍ କିଏ ହିରୋ? ହିରୋ ତ ପୁଅକୁ କହିବି କି ମୁଁ ଜାଣି ସେଥିରେ ବାପା ସମସ୍ତେ ଆମେ ଏଇ ପୁଅ ଅଛି ମୋର ଆଉ ଗୋଟେ ପୁଅଟି ଅଛି ତପନ ବୋଲି ଯିଏ ସୃଷ୍ଟିକର୍ତ୍ତା ୟାର କହିଲେ ତାକୁ ଭୁଲ ହେବନି ସେ ପିଲାଟି ହେଉଛି ସୃଷ୍ଟିକର୍ତ୍ତା ବ୍ରହ୍ମା ସିଏ କିନ୍ତୁ ପରିସ୍ଥିତିରେ ପଡ଼ି କେଉଁଠୁ ହେଲ୍ପିଂ ହ୍ୟାଣ୍ଡ ପାଉନଥିଲା ଆମେ ଆସି ପହଞ୍ଚିଲା ପରେ ବାପା ଯୋଗସୂତ୍ର କଥା ପ୍ରଭୁଙ୍କର ଯାହା ଗୋବିନ୍ଦର ଇଚ୍ଛା ଯେମିତି କୁହନ୍ତି ଆମେ ତାକୁ ଆସି ମିଳିଗଲୁ ତା ପାଖରେ ତାର ଗୋଟେ ସାହସ ହେଲା ମଉସା ମୋତେ ଟିକେ ହେଲ୍ପ କଲେ ହଁ ବାପା କରିବା ଘରେ ତ ବସିଛୁ ପିଲା ଟିକେ ସାହାଯ୍ୟ କଲେ କ'ଣ ଅସୁବିଧା ତେଣୁ ସୃଷ୍ଟିକର୍ତ୍ତା ବ୍ରହ୍ମା ହେଉଛି ସେ ତ ତପନଟା ମୋର ସେ ପୁଅଟା ନାଁ ହେଉଛି ତପନ ଜେନା ତେଣୁ ଏମିତି ହେଇକି ଚାଲିଛି। ତାପରେ ଦୂରେ ଟିକେ ନାଟକୀୟ ଲୋକ ଜୀବନରେ ବହୁତ ନାଟକ କରିଛି ପୁଅ ବି ନାଟକ ମିଶିଛି ପୁଅ ବି ବାଦ୍ୟକାର ଲୋକ ମଦ କୋଳ ତାର ସେ ଜିନିଷ ବି ଅଛି ତେଣୁ ଗୋଟେ କଳା ଜିନିଷଟେ ଘରେ ତ ଅଛି ଯେତେବେଳେ ସୁଯୋଗ ମିଳିଲା ଟିକେ ଚାଲୁ। ଯେଉଁ କାରଖାନା ଯେଉଁ ମ୍ୟାଡ଼ାମ୍ ଯେଉଁ ଅଛନ୍ତି ତାଙ୍କ ସାଙ୍ଗରେ ବି ଆପଣ ରୋଲ୍ କଲେ କେତେ ଅନୁଭୂତି ମାନେ କେତେ ମାନେ ଇଏ ଲାଗିଲା? ମୋତେ ଭାରି ଭଲ ଲାଗିଲା ବାପା। ପ୍ରଥମ ଜିନିଷ ପୁଅ ଯେତେବେଳେ ମୋତେ କହିଲା ବାପା ଆମେ ତ ନୂଆକରି ଖୋଲିଲେ ଯଦି ନେହାକୁ ଡାକିବି କି ତୁ
ଯଦି ସିଏ ଆସିଯାଆନ୍ତା ବାବା ସତ କଥା ଜଣେ ଗୋଟେ ସେଲିବ୍ରିଟି ଦେଖିଲେ ଲୋକ ଟିକେ ନିଶ୍ଚିତ ଗୋଟେ କ୍ଲିକ୍ କରିବେ। ଆମକୁ କିଏ ପଚାରି ଆମକୁ କିଏ ଚିହ୍ନିଛି ଓଡ଼ିଶାର କହିଲେ ବାବା କେତେ ଏମିତି ଲୋକ ଅଛନ୍ତି କେତେ ଆର୍ଟିଷ୍ଟ ଅଛନ୍ତି। ମୁଁ କହିଲି ବା ଭଲ ହୁଅନ୍ତା ତୁ ପଚାରେ ସେ ରାଜି ହବ କି ନାହିଁ। ଇଏ ଯେମିତି କହିଦେଲା ସେ କହିଲା ନିଶ୍ଚୟ ଭାଇ ଯିବି ଏଇଟା ଗୋଟେ କଥା ମୋ ସାଙ୍ଗରେ ବସିବି। ତାପରେ ସେ ହଁ କଲା। ସେ ମୋ ସାଙ୍ଗେ ନାତୁଣୀ ହେଇକି ସେ ଯେଉଁ ଟପିକ୍ଟା ଯେଉଁ ଡିସ୍କସନ୍ଟା ଅଜା ନାତୁଣୀ ଟପିକ୍ଟା ହେଇଛି। ଆଉ ମୋର ଗେଟ୍ ସେ ତ ଯାଇ ପହଞ୍ଚିଲା ଆମେ ଆଉ ଗୋଟେ ସୁଟିଂ କରୁଥିଲୁ ପରେ ସେ ତାକୁ ସେଦିନ ତା ଘରେ ଭିଡ଼ ଥିଲା ବହୁତ ଲୋକ ଆସୁଥିଲେ। ମୁଁ କହିଲି ଟାଇମ୍ ଦେବ କି ନାହିଁ ମୁଁ କହିଲି ଠିକ୍ ଅଛି ଆମ ପାର୍ଟ ଆମେ ସାରିବା ତାପରେ ତୁ କାନି ଆସୁଛୁ କି ନାହିଁ। କିନ୍ତୁ ସେ ରେସ୍ପଣ୍ଡ ଭଲ କଲା ଯାଇକି ପହଞ୍ଚିଲା। ସେ ଗାଁରେ ଯେଉଁ ଗାଁରେ ଆମେ ସୁଟିଂ କଲୁ ସେ ପିଲାକୁ ଆମେ କହିଦେଇଥିଲୁ ବାପାରେ ଏମିତି କଥା ତୁମେ ତ ସେ ଦୁଇ ଯାକ ନା ହଁ ଆଜ୍ଞା ଆମେ ୟୁଟ୍ୟୁବରେ ଦେଖିଛୁ। ମୁଁ କହିଲି ସେ ଦୁଇ ଜଣ ଆସିବେ ଆମର ଟିକେ ଏମିତି ଇଣ୍ଟରଭ୍ୟୁ ଅଛି ନା ବଢ଼ିଆ କଥା। ସିଏ ତାଙ୍କ ଭିତରେ କଥାଟା ସ୍ପ୍ରେଡ଼ କରିଗଲା ଧୀରେ ଧୀରେ ଗାଁରେ। ବାବା ଗୋଟେ ବଢ଼ିଆ ରେସ୍ପଣ୍ଡ ହେଲା। ଛୁଆମାନେ ଫୁଲମାଳ ଧରି ଫୁଲ ତୋଡ଼ା ଧରି ମୋତେ ଭାରି ଖୁସି ଲାଗିଲା। ଛୁଆ କାହାକୁ ଆମେ କିଛି କହିବୁ କିନ୍ତୁ ସେମାନେ ଆସି ଫୁଲ ଦେଇ ମୁଣ୍ଡିଆ ମାରି ଗୋଟେ ଯେମିତି ଗୋଟେ ଗେଷ୍ଟକୁ ଗାଁ ମାନଙ୍କରେ ଇଏ କରନ୍ତି ସେ ଗାଁର ବି ରେସ୍ପଣ୍ଡ ଭଲ ରହିଲା। ଆଉ ଦୁଇ ଜଣ ଯାକ ବସି ମୋ ସାଙ୍ଗେ କଥା ଅଜା ନାତୁଣୀ କଥା ସେଟା ବି ଭଲ ଲାଗିଲା ଗୋଟେ। ଆଗକୁ ଯେଉଁ କଣ୍ଟେଣ୍ଟ ଭାବିଛନ୍ତି ସେ କଣ୍ଟେଣ୍ଟ ତାଙ୍କ ଦୁଇ ଜଣ ଗାଣିକି କରିବେ କାମ। ମୁଁ ତାକୁ ପଚାରିଲି ନା ଅଲଗା ଟାଇମ୍ ନା ମଉସା ଆପଣ ଯେତେବେଳେ ଡାକିବେ ମୁଁ ନିଶ୍ଚିତ ଆସିବି। ମଉସା କହିବେ ମୁଁ ଯିବିନି ଚାନ୍ସ ନାହିଁ ମୋତେ କହିଲା। ନେକ୍ସଟ ଭିଡ଼ିଓ ସେମାନେ ଆସିବେ ଆପଣଙ୍କୁ। ବାବା ନେକ୍ସଟ ଲେଖା ହେଇନି କ'ଣ ସିଚୁଏସନ୍ କ'ଣ କ୍ୟାରେକ୍ଟର ଦେଖିକି କରିବା। ସିଏ ବି ବିଜି ମଣିଷ ଗୁଡ଼ା ହେଇଗଲାଣି ଏବେ ତାଙ୍କ ଟାଇମ୍ ଟେବୁଲ୍ ଦେଖିକି ଦେଖିବା କ'ଣ ହେଉଛି ଆଗକୁ। ବର୍ତ୍ତମାନ ଯେଉଁ ସମାଜରେ ବର୍ତ୍ତମାନ ଯେଉଁ ଆପଣ ଯେଉଁ ରୋଲ୍ କଲେ ରୋଲ୍ କଲା ପରେ ଆପଣ ଆସିକି ଘରେ ସବୁ ଦେଖିଥିବେ ବୋଉ ମା ଆପଣଙ୍କର ପୁଅର ସ୍ତ୍ରୀ କି ଆମ ନାତି ନାତୁଣୀ କି ଆପଣ ଝିଅ ଦେଖିଥିବେ ମାନେ ଆପଣ କ'ଣ କହିଲେ ଯେ ବାପା ଭଲ ହେଇଛି କି ଖରାପ ହେଇଛି କ'ଣ? ବାପା ଆମେ ସମସ୍ତେ ରହୁ ବାପ ପୁଅ ବୋହୂ ଶାଶୁ ନାତି ଆପଣ ସମସ୍ତେ ନାଟୁଆ ଘରଟା ସେୟା ନାଟୁଆ ଫାଉଣ୍ଡେସନ୍ ଆମର କହିଲେ ମୋ ଶ୍ୱଶୁର ଆଉ ମୋ ବାପା ଦୁଇ ଜଣ କଳାକାର ତେଣୁ ନାଟୁଆ ଫାଉଣ୍ଡେସନ୍ଟା ଆମର। ତେଣୁ ଆମେ ସମସ୍ତେ ସେଥିରେ ରୋଲ୍ କରୁଛୁ ଟିକେ ଟିକେ ମିସେସ୍ ଆଉ ଗୋଟେ ପଦ କଥା ସେ ପଦ କଥା ପାଇଁ ଜଣେ ଆର୍ଟିଷ୍ଟ ବାପା ଦରକାର ନା। ସେ ପିଲାଟି ପୁଣି ମୁଁ ଚାହୁଁ ତାର କେମିତି କମ୍ ଖର୍ଚ୍ଚ ହଉ ପିଲାଟି ଗ୍ରୋଥ୍ କରୁ। ସେ ଯେଉଁ ପିଲାଟି ତପନ ଆମର ଅଛି ତେଣୁ ସେ ଜଣେ ଆର୍ଟିଷ୍ଟ ଟଙ୍କା ହଜାର ତ ବଞ୍ଚିବ ପଦେ କଥା ପାଇଁ ଜଣେ ଆର୍ଟିଷ୍ଟ ଆସିକି ବସିଲେ ସେ ଯାହା ତାଙ୍କ ପ୍ରାପ୍ୟ ନେବେ। ପୁଣି ଏ ପିଲାଟିର ବାପା ଫାଇନାନ୍ସିଆଲ ଜିନିଷଟା ସେତିକି ଥିବା ଦରକାର। ତେଣୁ ଆମ ତରଫରୁ ଯେତିକି ହେବ ସାହାଯ୍ୟ ତାକୁ କରିବା ଏଣିକି ପ୍ରଭୁ ତା ଚ୍ୟାନେଲ୍ ଭଲରେ ଯାଉ ସେ ପିଲାଟି ଗ୍ରୋଥ୍ କରୁ ଏଇଟା ହେଲା କଥା। କ'ଣ ରହୁଥିଲା ଆପଣ ଯେଉଁ ନାତୁଣୀ କ'ଣ କହିଥିଲେ ଯେ ଯେଉଁ ଦୁଇ କାରଖାନା ମ୍ୟାଡ଼ାମକୁ ସେ ଅଭିନୟ ମାଧ୍ୟମରେ କ'ଣ କହିଥିଲେ ସେ ଡାଇଲଗ୍ଟେ ବୋଧେ ମାନେ ଡାଇଲଗ୍ କ'ଣ ଗୋଟେ ଗାଁରେ ରିସିଭ୍ କରାଯାଇଛି ଗେଷ୍ଟକୁ ବସିଛୁ ଅଜା ନାତୁଣୀ କଥା ଗୋଟେ ନର୍ମାଲ୍ କଥାଟା ସେ ନାଟକ ଭଳିଆ ନୁହଁ ସେଇଟା। ମୁଁ ତାଙ୍କୁ ପଚାରିଛି ନାତୁଣୀ ମୁଁ ଶୁଣିଲି ତୁ ଗୋଟେ କ'ଣ କାରଖାନା ଗୋଟେ କ'ଣ ଏମିତି ନାଁ ଦେଇଛୁ କ'ଣ କଥା ଏଇଟା କ'ଣ ମୁଁ ବୁଝିପାରିଲିନି। ସେଟା ମୋତେ ବୁଝେଇଛି ନାହିଁ ଅଜା କାରରେ ଯେଉଁ ଖାଇବାକୁ ନେଇକି ଯାଉଛି ସେଟା ଲୋକଙ୍କୁ ଦଉଛି ତେଣୁ ତା ନାଁ ମୁଁ କାରଖାନା ଦେଲି। ମୁଁ ତାକୁ କହୁଛି ଓହୋ ଏମିତି କଥା ତାହେଲେ ମୁଁ ତ ବୁଝିନଥିଲି ନା ତୁମେ। ତାପରେ ପୁଣି ସେ ଜାଗାଟାକୁ କାହିଁକି ସିଲେକ୍ଟ କଲ ମାନେ ଡାଇଲଗ୍ ଭିତରେ ଏଗୁଡ଼ାକ ଅଛି ସେ ନାହିଁ ମୁଁ ଥରେ ବି ଯାଇଥିଲି ବୁଲିବାକୁ ମୋତେ ଏଇଟା ଭଲ ଖାଇବା ମିଳିଲାନି ତେଣୁ ମୁଁ ଚିନ୍ତା କଲି ଯଦି ମୁଁ କ'ଣଟା କରିକି ଆଣିଦେଲି କିଛି ଲୋକ ଉପକୃତ ହେବେ। ସମସ୍ତେ ପେଡ୍ କରୁଛନ୍ତି କି ମାଗଣା ଆମେ ଦେଉନି କିନ୍ତୁ ଆଭେଲେବୁଲ୍ ନାହିଁ ଗୋଟେ କରିବା ସେ ଚିନ୍ତାଧାରା। ତାପରେ ମୁଁ ପୁଣି ତାକୁ ବୁଝେଇଛି ମା'ର ମୋତେ ଗୋଟେ ସାହାଯ୍ୟ କର ମୋ ପିଲାମାନେ ଯାଇଛନ୍ତି ମାଛ ମାରିବାକୁ ମୋତେ କହିଛନ୍ତି ମସଲା ବାଟି ହେଉଛି କ'ଣ ଆଇଟମ୍ କରିବି ମା ଜାଣିପାରୁନି। ସେ ଅଜା ମାଛ ବେସର କରିଦେଉନୁ ସେ କହିଛି ଆମକୁ ଆମର ଟିକେ ମସଲା ଆଣି କରିଦେବୁ। ମୁଁ କହିଲି ହଁ ମା ବଢ଼ିଆ ତୁ ଯେଉଁ ଆଇଟମ୍ କହିଲୁଣି ବନେଇବାକୁ କହିଲୁଣି ଏଟା ଶୁଣିକି ମୋ ପାଟିରୁ ଲାଳ ବହି ପଡ଼ିଲାଣି ଆଉ ବନେଇଲା ପରେ କ'ଣ ହେବ ମୁଁ କହିଲୁ ମାନେ ଏଇଟାର ବସିକି ଡିସ୍କସନ୍ରେ ପୁରା ନାଟ ନୁହଁ ମାନେ ଗୋଟେ ଇଣ୍ଟରଭ୍ୟୁ ଭଳିଆ ଜିନିଷଟେ ହେଲା ଏଇଟା ଲୋକଙ୍କ ମନ ପାଇଲା ଭଲ ଲାଗିଲା। ତାପରେ ସେ କହିଛି ନା ହଁ ଅଜା ଆମକୁ ଟାଇମ୍ ହେଲାଣି ଆମେ ଯାଉଛୁ ସେପଟେ ପୁଣି ନେଇକି ଯିବାକୁ ପଡ଼ିବ।
ମୁଁ ତାଙ୍କୁ କହୁଛି ହଁ ନାତୁଣୀ ମାନେ ତୁମେ ଏମିତି ମଝିରେ ମଝିରେ ଗାଁକୁ ଆସୁଥିବ। ପୁଣି ତାଙ୍କୁ କୋଶ୍ଚିନ୍ କରିଛି ନାତୁଣୀ ତୁ ଅଛୁ ବୋଲି ସିନା ମୋତେ ଏଇଟା ବତେଇଦେଲୁ, ଆଉ ତୁ ନଥିଲା ବେଳେ କ'ଣ କରିବି? ତାପରେ ସେ ସେଠୁ ମୋତେ ତାର ୟୁଟ୍ୟୁବ୍ ଲିଙ୍କଟା କରିଦେଇଛି। ଅଜା ତୁମେ ଏଇଟା ଇଏ କରିଦେଲେ ପାଇବ, ମୁଁ ନୂଆ ନୂଆ ଜିନିଷ ଛାଡ଼ୁଛି, ତୁମେ ଦେଖିକି ଆଇଟମ୍ କରିବ ଆଉ କ'ଣ, ଏଇ ଟାଇପ୍ର କଥା। ଆଗକୁ ନେକ୍ସଟ କ'ଣ ରହିଛି ଆପଣଙ୍କର ମାନେ ଏଇ ୟୁଟ୍ୟୁବ୍ ମାଧ୍ୟମରେ? ଆଉ ଗୋଟେ ବାପା ଚିନ୍ତା କରିବା କ'ଣ ଗୋଟେ କ'ଣ କନସେପ୍ଟ ରହିଛି, ମାନେ ଛୋଟ ପିଲା ନା ବଢ଼ା ନା ଲେଡ଼ିଜ୍ ମାନଙ୍କୁ ନା କ'ଣ? ମାଷ୍ଟର ହେଲା ପୁଅ, କନସେପ୍ଟ ଚିନ୍ତା କରିବା ମାଷ୍ଟର ସିଏ। ତେଣୁ ସେ ଗୋଟେ କ'ଣ ଚଲେଇଛି ମୋତେ କହୁନି। ସେ କ'ଣ କରେ କି ମୋତେ କିଛି କହେନି। ସିଏ ଆଉ ତପନ ଭଳି ଯେଉଁ ପୁଅଟା ଅଛି ମୁଁ, ସିଏ ଦୁଇ ଭାଇ ତାଙ୍କର ଚଲେଇଥିବେ। ତାକୁ ଯଦି ପଚାରିବା ବାପା କ'ଣ ମୋ ସାର୍ ତୁମେ ବ୍ୟସ୍ତ ହୁଅ, ତୁମେ କାହିଁ ଟେନସନ୍ ନେଉଛ? ସବୁବେଳେ ଫାଇନାଲ୍ ହେଲା ପରେ ଦୁଇ ଭାଇଙ୍କର ମୋ ସାର୍ ଟିକେ ବସିକି ପଢ଼ିଲ, ତେଣୁ ମୋତେ ଏପର୍ଯ୍ୟନ୍ତ କିଛି କହୁନାହାନ୍ତି ବାପା। ଫାଇନାଲ୍ ତାଙ୍କ ଦୁଇ ଭାଇଙ୍କର ଗୋଟେ ହେଇଗଲା ପରେ ଯେହେତୁ ଆପଣ ମାନେ ଆଗରୁ ତ ବହୁତ କିଛି ନାଟକ କରିଛନ୍ତି, କିନ୍ତୁ କ୍ୟାମେରା ସାମ୍ନାରେ ଗୋଟେ ନାଟକ କରିବା ମାନେ ଅଭିନୟ କରିବା ଆମକୁ ଡର ଲାଗୁଥିଲାନି ମଝିରେ ଯେ ଫାର୍ଷ୍ଟ ଟାଇମ୍ ମୁଁ କ୍ୟାମେରା ନାହିଁ ବାପା ନାଟକ କରିଛି। ନାଟକରେ କ'ଣ ହୁଏ, ଅପେରାରେ ଷ୍ଟେଜ୍ ସାରା ବୁଲୁଥା ଗାଲିକି କେଉଁଠି, କିନ୍ତୁ ଯେଉଁ ପ୍ରଥମେ ସେ ପୁରୀ କଲା ବ୍ରାହ୍ମଣ ରୋଲ୍ କଲି ପୁରୋହିତ ବାହାଘର, ମୁଁ ଟିକେ ଫ୍ରେମ୍ ବାହାରକୁ ପଳାଉଥିଲି, ଅଭ୍ୟାସ ନେଇ ବାପା ସତ କଥା କେବେ ଫ୍ରେମ୍ ଭିତରେ କରାଇନଥିଲା। କ୍ୟାମେରା ଆଗରେ କ'ଣ ଫ୍ରେମ୍ ଭିତରେ ଫ୍ରେମ୍ ଆଉଟ୍ ହେଇଗଲେ ଦେବ, କିନ୍ତୁ ଆମର ନାଟୁଆ ଅଭ୍ୟାସଟା ଇଆଡ଼େ ବୋଲେ ସିଆଡ଼େ ଲେଫ୍ଟ ବୋଲେ ରାଇଟ୍ ପଳେଇବାଟା ସେଇଟା ଟିକେ ଡିଷ୍ଟର୍ବ ହେଲା। ତାପରେ ପିଲାମାନେ କହିଲେ ନାହିଁ ବାପା ଏଇଟା ଏଇ ଜିନିଷ ଏଇଟା କହିଥିଲେ ପୁଣି କଲେ ପୁଣି କିଏ କ'ଣ ବାପା ଜନ୍ମରୁ ଶିଖିଥାଏ ନା ଶିଖେଇଛି, ଯିଏ ଯାହା କହିଲେ ତାକୁ ପୁଣି ଫଲୋ କରି ଶିଖିକିରି ଚଲେଇବା କ'ଣ ଅଛି। ଆପଣ ଯେଉଁ ଅଭିନୟ କଲେ ଆପଣ ନାତି ଟୋକା ଦେଖିକି କ'ଣ କହିଲେ ଆପଣ? ସିଏ ତ ମୋ ଡାଇଲଗ୍ ସବୁ କହିଦେଉଛି, ଘୋଷି ଦେଇଛି ଘରେ ମୋତେ ସେୟା କହୁଛି, ନିଜେ ବି କରିଛି ଆଉ ନିଜେ ବି ଅଛି। ତାର ଗୋଟେ ଦୁଇ ସେକେଣ୍ଡ ମାନେ ଦୁଇ ଗଲା ଗାଁରେ ଛୁଞ୍ଚିଟାକୁ ନେବେ, କେମିତି ନେବେ ଦୁଇଟା ଗଲା, ସେ କହୁଛି ସେ ଧ, ସେ କହୁଛି ସେ ଧ, ତାଙ୍କ ଭିତରେ ମାରପିଟ୍ ହେଇଛିନି। ସେଠୁ ଫାଇନାଲ୍ ହେଇଛି କଦଳୀ ଗଛଟେ କାଟିକି ଅଛି, ସେଥିରେ ଛୁଞ୍ଚିକି ଫୋଡ଼ା ହେଇଛି, ଦୁଇ ଜଣ କଦଳୀ ଗଛକୁ ଧରିକି ଯାଉଛନ୍ତି। ସେ ଚାଲିକି ଯିବା ଭିତରେ ଗାଁ ଦାଣ୍ଡରେ ଛୁଆ ଖେଳୁଛନ୍ତି, ସେଥିରେ ମୋ ନାତି ମଧ୍ୟ ଅଛି, ସେଇ ନାତି ବୟସର ପିଲାମାନେ। ସେଠି ନାତିର ଡାଇଲଗ୍ ଅଛି ଏ ଓଲା କୁଆଡ଼େ ଯାଉଛୁ? ସେଠୁ ଓଲା ଗଲା, ସିଏ ବି ତାକୁ ଯିବ ଦେଖିକି କରିଦେଇଛି। କି ଛୁଆଟା ଗଲା ପରେ ମିସେସ୍କୁ ମୋ ବୋଉ ବସିଛି, ଦୁଇ ଜଣ ଶାଶୁ ବୋଉ କଥା ହେଉଛନ୍ତି। ଶାଶୁ କହୁଛି ଦେଇ ଲଗୁଛି ଏଇ କାଣ୍ଡି ଚମ୍ପାର ଦୁଇ ଓଲା କେମିତି ଯାଉଛନ୍ତି ଦେଖେ। ଗୋଟେ ବୋଉ ଡାଇଲଗ୍ ଅଛି ହଁ ପରା ମା, ଏଗୁଡ଼ା ଆମ ଗାଁର ୱାର୍ଲଡ ଫେମସ୍ ହେଲା, ଏଟାଙ୍କ ମୁହଁ ଦେଖିଲେ ଖାଇବାକୁ ମିଳିବନି, ସେତିକି ପଦପତି ଏମିତି ଷ୍ଟୋରିଟେ ହେଇଛି। ମୋ ଛୁଆ କିନ୍ତୁ ସେ ପିଲାଟି ତପନଟି ଭଲ ପଡ଼ନ୍ତୁ ଭଗବାନ, ତାର ସେଇଟା ହେଉଛି ମେନ୍ ଲକ୍ଷ୍ୟ, ତପନଟି ଭଲ ହଉ। ଯେଉଁ କାରଖାନା ମ୍ୟାଡ଼ାମ୍ ତାଙ୍କର ବର୍ତ୍ତମାନ ବନ୍ଦ ଅଛି, ଆଗକୁ ବର୍ତ୍ତମାନ ତାଙ୍କ ଖୋଲିବେ, ଆପଣ ଯିବେ ସାଙ୍ଗରେ ଯିବେ ଡାକନ୍ତି? ନିଶ୍ଚିତ ବାପା, କାହିଁ ଯିବିନି ବାପା। ଦେଖ ଏଇ ଆପାର୍ଟମେଣ୍ଟ ଆସିବା ଲୋକ ପ୍ରଥମେ ଆମେ, ତେଣୁ ଆଉ ଯେତିକି ଆସିଲେ ଭଡ଼ାରେ ରହିଲେ ଯାହା ପ୍ଲସ୍ ସେ ତ ନିହାତି ପୁଣି ଏଇଠି ଗୋଟେ କି କ'ଣ ଡିସିସନ୍ କରିନି, ଏଇଠି ଅଛନ୍ତି ସବୁ। ତେଣୁ ଯେତେ ଜଣ ରହିଲେ ଗୋଟେ ପରିବାର ଭଳିଆ ଚଳୁଛି। କାହାର ଭଲ ମନ୍ଦ ଠିଆ, ମଣିଷର କର୍ତ୍ତବ୍ୟ କ'ଣ ବାପା, ପଡ଼ୋଶୀଙ୍କ ଭଲ ମନ୍ଦରେ ଠିଆ ହେବ। ଯଦି ମୁଁ ବାପା ତୁମ ଭଲ ମନ୍ଦ ଠିଆ, ତୁମେ ମୋ ପାଖକୁ କାହିଁ ଆସିବ? ବାହାରେ ରହିଲେ ଯେତିକି ଆମେ ଅଛେ ମିଶିକି ରହିଲେ ଗୋଟେ ଘର ପରିବାର ଭଳି ଲାଗିବ। ଏଇଟା ହେଲା ତାଙ୍କ ଦୁଇ ଜଣ ସ୍ୱାମୀ କ'ଣ କ'ଣ କରନ୍ତି ଆପଣ? ଦୁଇ ଜଣ ଯାକ ଗଭର୍ଣ୍ଣମେଣ୍ଟ ଚାକିରି ହେବା। ଶ୍ୱଶୁର ଗୋଟେ ପୋଷ୍ଟାଲରେ ଜଣ ଅଛି, ଆଉ ସାଙ୍ଗଟା କେଉଁଠି ଅଛି ମୁଁ ଜାଣିନି। ଦୁଇ ଜଣ ଯାକ ଗଭର୍ଣ୍ଣମେଣ୍ଟ ଚାକିରି। ଯେତେବେଳେ ଆପଣ ଖାଇବା ଦେବା ପାଇଁ ସାହାଯ୍ୟ କରିବାକୁ ହେଲେ ତାଙ୍କ ଯଦି ଭିଡ଼ିଓର ଭାଇରାଲ୍ ହେଲା ମାନେ ସୋସିଆଲ ମିଡ଼ିଆରେ, ଆମକୁ କେତେ ଖରାପ ଲାଗିଲା ନା ଭଲ ଲାଗିଲା? ବାପା ଯୋଡ଼େ ଜିନିଷ ଅଛି, ପ୍ରଥମତଃ ନିଜର ବ୍ୟକ୍ତିଗତ ଜିନିଷକୁ ନେଇକି ୟୁଟିଲାଇଜ୍ ହେଲା, ସେଟା କେତେ ଖରାପ କେତେ ଭଲ? ନିଶ୍ଚିତ ଶୁଣିଲା ମାନେ ପ୍ରଥମେ ଟିକେ ଖରାପ ଲାଗିବ, କିନ୍ତୁ ଆମେ ତ କାହା ପାଟିରେ ବ୍ରେକ୍ ଦେଇପାରିବାନି, ଆମେ କାହା କ'ଣ କହିବା। ଆଉ ଠିକ୍ ଅଛି, ଗୋଟେ ଜିନିଷ କିଏ କହିଦେଲା ଆମେ ଶୁଣିଲେ ଆମେ ସାଇଲେଣ୍ଟ ରହିବା ବୁଦ୍ଧିମାନ କାମ। ଆମେ ସେ ଲୋକ ସାଙ୍ଗେ ଯଦି ଝଗଡ଼ା କରିବା, ବାବା ଜଣେ ଯଦି କଥା କହୁଛି ଜଣେ ସାଇଲେଣ୍ଟ ଯଦି ଝଗଡ଼ା ହେବନି,
ବୁଦ୍ଧିମାନର କାମ। ଆମେ ଜଣେ କହିଲା ଠିକ୍ ଅଛି ଭଲ ଅଛି ଭଲ ଅଛି କିଏ କାହାକୁ କ'ଣ ଶୁଣି କହିଲା ଆମେ ସେ କଥା ଆମେ ରିଆକ୍ଟ କରିକି ଯଦି ଝଗଡ଼ା କରିବା ଭୁଲ ହେଇଯିବ। ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ସମୟଠୁ ବଳବାନ କେହି ନାହିଁ ବାପା। ଦିନେ ଏଇ ସମୟ ପରିବର୍ତ୍ତନ ହେଇଯିବ। କେତେବେଳେ କ'ଣ ଗୋଟେ ମାହୋଲ ଚାଲି ଯେମିତି ଗୋଟେ ଯେମିତି ଇଲେକ୍ସନ୍ ଫିଲେକ୍ସନ୍ ଗୋଟେ ମାହୋଲ ଥାଏ ସେଇ ଟାଇପ୍ର କଥା। ଅର୍ଚ୍ଚନା ନାୟକ କିନ୍ତୁ ଅର୍ଚ୍ଚନା ନାୟକ ବହୁତ ଖରାପ କାମ କରୁଥିଲେ। ତା ପାଇଁ ବହୁତ ସାରା ଓଡ଼ିଶା ଉଠୁଥିଲା ପଡ଼ୁଥିଲା, ଜେଲ୍ ବି ଗଲେ। ପୁଣି ସେଇ ଅର୍ଚ୍ଚନା ନାୟକ ଆସିକି ବର୍ତ୍ତମାନ ସେ ସୋସିଆଲ ମିଡ଼ିଆରେ ଲୋକଙ୍କୁ ଖାଇବା ବାଣ୍ଟୁଛନ୍ତି, କମ୍ବଳ ବାଣ୍ଟୁଛନ୍ତି, ଖାଇବା ଦେଉଛନ୍ତି, ମୁଁ ରାଜନୀତି କରିବାକୁ ଚାହୁଁଛି। ସେ ମ୍ୟାଡ଼ାମ୍ କରିବେନି ତ? ସେ ବିଷୟରେ ମୋର ଜ୍ଞାନ ନାହିଁ ବାପା। ରାଜନୀତି ଜିନିଷରେ ମୋର ଜ୍ଞାନ ନାହିଁ। ମୋର ସାହି ପଡ଼ିଶା କିଏ ରହିଲେ, କାହାର ମେଡ଼ିକାଲ, କାହାର ସୁବିଧା ଥିଲା, କାହାକୁ ହେଲ୍ପ କରିବା, ଏଇଟା ଆଉ ଆଗକୁ ମୋର ଜ୍ଞାନ ନାହିଁ ବାପା। କିଏ କ'ଣ କରିବ? କ'ଣ କହିବେ ଆଉ ଲାଷ୍ଟ କ୍ୱେଶ୍ଚନ୍ ସାରା ଓଡ଼ିଶାବାସୀ କହିବ ଆପଣ ଚ୍ୟାନେଲ୍ ଖୋଲିଛନ୍ତି କ'ଣ କହିବେ ସେଇ କମେଡ଼ି ପାଇଁ ଦେଖି କ'ଣ କହିବେ? ନୂଆ ଚ୍ୟାନେଲ୍ଟେ ଖୋଲିଛୁ, ଦେଖନ୍ତୁ ଆପଣମାନେ, ଲାଇକ୍ ସବସ୍କ୍ରାଇବ୍ ସେୟାର ଟିକେ କୁହନ୍ତୁ। ଚ୍ୟାନେଲ୍ଟି ଟିକେ ଆଗକୁ ଯାଉ। ଆଉ ମୁଁ ଯେଉଁ ପୁଅଟି ପାଇଁ ଚେଷ୍ଟା କରେ ସେ ପୁଅଟା ଟିକେ ଗ୍ରୋଥ୍ କରୁ, ମୋର ଏଇଟା ସମସ୍ତଙ୍କୁ ରିକ୍ୱେଷ୍ଟ। ଆଉ ଭଲ ମନ୍ଦ ସବୁ ଅଛି। ଯେଉଁଟା ଖରାପ ଲାଗିଲା କମେଣ୍ଟ କଲେ ତାକୁ ପୁଣି ଆମେ ଟିକେ ରେକ୍ଟିଫାଇ କରିବା। ସବୁ ଜିନିଷ ବାବା ମଣିଷ ମାତ୍ରକେ ଭୁଲ। ଆମେ ଗୋଟେ ଜିନିଷ କରୁଛୁ, ଆମେ କହିବୁ ଆମେ ବ୍ରହ୍ମା, ଆମର ଭୁଲ ନାହିଁ, ସେ କଥା କହିବାଟା ଭୁଲ। ମଣିଷ ମରିବା ଯାଏ ଶିଖିବାର ଅଛି ବାପା। କମେଣ୍ଟଟିଏ ଦେଲେ ଏ ନାହିଁ ଏଇଟା ମଉସା ଭୁଲ ହେଉଛି, ଏଇ ଜିନିଷଟା ଏଇଟା ହେଉଛି, କି ଆପଣ ଆକ୍ଟିଂ ଏଇଟା ଭଲ ଲାଗେ ନାହିଁ, ଏଇଠି କରିଥିଲେ ଏଇଟା ସେଇଟା ଆକ୍ସେପ୍ଟ କରିବା, ପୁଣି ତାକୁ ବାପା ପରିବାର ପୁଣି କରିବା, ନୂଆ ନୂଆ ଭିଡ଼ିଓ କରିବା। ଆପଣମାନେ ସମସ୍ତେ ଏପରି କମେଣ୍ଟ ଦେଲେ ନିଜକୁ ଖୁସି ଲାଗିବ ଆଉ ନିଜର ଭୁଲଟା ବୁଝି ହେବ। ନିଜେ ନିଜ ଭୁଲଟା ବାପା ବୁଝିବାଟା କଷ୍ଟ। ମୁଁ ଯାହା କରୁ ମୋଠୁ ବେଷ୍ଟ କେହି ନାହିଁ, ଲୋକ ମନରେ ଥାଏ କିନ୍ତୁ ନା ସେଇଟା ବୁଝିବା ଭୁଲ। ଆମେ ମରିବା ପର୍ଯ୍ୟନ୍ତ ଶିଖିବାର ଅଛି। କମେଣ୍ଟଟା ଆସିଲେ ଜାଣିବା ନାହିଁ ଏଇ ଜାଗାରେ ଆମର ଭୁଲ ଅଛି, ନେକ୍ସଟ ଭିଡ଼ିଓରେ ଯେମିତି ନା କ୍ଲାରିଫାଇ କରିବା ଚେଷ୍ଟା କରିବା ବା। 100% କରିପାରିବା କି ନାହିଁ ମୁଁ କହିପାରିବିନି, କିନ୍ତୁ ଚେଷ୍ଟା ତ କରିବା ଟିକେ ବେଟର୍ କରିବା। ଏଇଟା ହେଉଛି କଥା। ସମସ୍ତେ ଟିକେ ଦେଖନ୍ତୁ ମୋ କହିବା କଥା।